गुड मॉर्निंग एवरीवन। এই ভিডিওটি ହେଉଛି ଦଶମ ଶ୍ରେଣୀ ଭୌତିକ ବିଜ୍ଞାନର ଧାତୁ ଅଧାତୁର ସେକେଣ୍ଡ ପାର୍ଟ। ଯଦି ତମେ ଏହାର ଫାଷ୍ଟ ପାର୍ଟଟିକୁ ଦେଖିନ ତାହେଲେ ମୁଁ ଡେସ୍କ୍ରିପସନ ବକ୍ସରେ ଲିଙ୍କ ଦେଇଦେଉଛି, ତମେ ଫାଷ୍ଟ ପାର୍ଟଟିକୁ ଯାଇକି ଦେଖିପାରିବ। ବର୍ତ୍ତମାନ ଆମେ ଧାତୁର ଉପସ୍ଥିତି ବିଷୟରେ ପଢ଼ିବା। ପୃଥିବୀର ଭୂତ୍ୱକ ବା ଆର୍ଥ କ୍ରଷ୍ଟରେ ଧାତୁ ପ୍ରଚୁର ପରିମାଣରେ ମିଳିଥାଏ। ଏହି ଧାତୁମାନଙ୍କୁ ଅଧିକାଂଶ ସମୟରେ ଖଣି ବା ମାଇନ୍‌ରୁ ଉତ୍ତୋଳନ କରାଯାଇଥାଏ। ଧାତୁ ଭୂମି ତଳେ ଖଣିଜ ବା ମିନେରାଲ ଆକାରରେ ରହିଥାଏ। କେବଳ ଭୂମି ତଳେ ନୁହେଁ, ସମୁଦ୍ର ଜଳରେ ମଧ୍ୟ କିଛି ଧାତୁ ଦ୍ରବୀଭୂତ ଲବଣ ବା ଡିଜଲ୍ଭ ସଲ୍ଟ ରୂପରେ ଉପସ୍ଥିତ ରହିଥାଏ। ପ୍ରକୃତିରେ ଧାତୁର ଉପସ୍ଥିତି। ପ୍ରକୃତିରେ ଧାତୁ ଦୁଇ ପ୍ରକାର ଅବସ୍ଥାରେ ମିଳିଥାଏ। ପ୍ରଥମଟି ହେଉଛି ମୌଳିକ ଅବସ୍ଥା ବା ଫ୍ରି ଷ୍ଟେଟ୍ ବା ନେଟିଭ୍ ଷ୍ଟେଟ୍ ବୋଲି ମଧ୍ୟ ତାକୁ କୁହାଯାଏ। ଏହି ଅବସ୍ଥାରେ ଧାତୁ ଗୁଡ଼ିକ ପ୍ରକୃତିରେ ହିଁ ଶୁଦ୍ଧ ଅବସ୍ଥାରେ ମିଳିଥାଏ। ଏମାନେ ବାୟୁ, ଜଳ କିମ୍ବା ଅନ୍ୟାନ୍ୟ ପଦାର୍ଥ ସହ ସହଜରେ ପ୍ରତିକ୍ରିୟା କରନ୍ତି ନାହିଁ, ଅର୍ଥାତ୍ ଏମାନଙ୍କର ପ୍ରତିକ୍ରିୟାଶୀଳତା କମ୍। ଏହାର ଉଦାହରଣ ଗୁଡ଼ିକ ହେଲା ସୁନା, ରୂପା ଏବଂ ପ୍ଲାଟିନମ୍। ଏବେ ଆସ ଧାତୁ କିପରି ଭାବରେ ଯୌଗିକ ଅବସ୍ଥାରେ ମିଳିଥାଏ ସେ ବିଷୟରେ ପଢ଼ିବା। ପ୍ରକୃତିରେ ଅଧିକାଂଶ ଧାତୁ ଶୁଦ୍ଧ ଅବସ୍ଥାରେ ମିଳେ ନାହିଁ। ସେମାନେ ଅନ୍ୟ ତତ୍ତ୍ୱ ଯେପରିକି ଅକ୍ସିଜେନ୍, ସଲଫର, କ୍ଲୋରିନ୍, କାର୍ବନ ଇତ୍ୟାଦି ସହ ରାସାୟନିକ ଭାବେ ସଂଯୁକ୍ତ ହୋଇ ଯୌଗିକ ରୂପରେ ରହିଥାନ୍ତି। ଏଗୁଡ଼ିକୁ କମ୍ପାଉଣ୍ଡ ଷ୍ଟେଟ୍ ବୋଲି ମଧ୍ୟ କୁହାଯାଇଥାଏ। ଏବେ ପ୍ରଶ୍ନ ଆସେ, ଅଧିକାଂଶ ଧାତୁ ଯୌଗିକ ଅବସ୍ଥାରେ କାହିଁକି ମିଳିଥାନ୍ତି? ଏହାର କାରଣ ହେଉଛି ଅଧିକାଂଶ ଧାତୁ ବହୁତ ସକ୍ରିୟ ବା ରିଆକ୍ଟିଭ ହୋଇଥାନ୍ତି। ସେଥିପାଇଁ ସେମାନେ ବାୟୁର ଅକ୍ସିଜେନ୍, ଜଳ, ସଲଫର, କାର୍ବନ ଡାଇଅକ୍ସାଇଡ୍ ସହ ସହଜରେ ପ୍ରତିକ୍ରିୟା କରନ୍ତି। ଏହି ପ୍ରତିକ୍ରିୟାର ଫଳରେ ସେମାନେ ଅକ୍ସାଇଡ୍, ସଲଫାଇଡ୍, କାର୍ବୋନେଟ୍ ଏବଂ କ୍ଲୋରାଇଡ୍ ଭଳି ଯୌଗିକ ଗଠନ କରିପାରନ୍ତି। ଆଇରନ୍ ବା ଲୁହାର ପ୍ରମୁଖ ଅର୍ ହେଉଛି ହେମାଟାଇଟ୍ ଏବଂ ମାଗ୍ନେଟାଇଟ୍। ହେମାଟାଇଟ୍‌ର ରାସାୟନିକ ସୂତ୍ର Fe2O3, ଯାହାକୁ କି ଫେରିକ୍ ଅକ୍ସାଇଡ୍ ବୋଲି କୁହାଯାଇଥାଏ। ସେହିଭଳି ମାଗ୍ନେଟାଇଟ୍‌ର ରାସାୟନିକ ସୂତ୍ର Fe3O4, ଯାହାକୁ କି ଫେରସ୍ ଫେରିକ୍ ଅକ୍ସାଇଡ୍ ବୋଲି ମଧ୍ୟ କୁହାଯାଇଥାଏ। ଆଲୁମିନିୟମର ପ୍ରମୁଖ ଅର୍ ହେଉଛି ବକ୍ସାଇଟ୍। ଏହାର ରାସାୟନିକ ସୂତ୍ର Al2O3 2H2O, ଯାହାକୁ କି ହାଇଡ୍ରେଟେଡ୍ ଆଲୁମିନିୟମ ଅକ୍ସାଇଡ୍ ବୋଲି ମଧ୍ୟ କୁହାଯାଇଥାଏ। କପର ବା ତମ୍ବାର କପର ଗ୍ଲାଣ୍ଡସ୍, ଯାହାକୁ କି ଚାଲ୍କୋସାଇଡ୍ ବୋଲି ମଧ୍ୟ କୁହାଯାଇଥାଏ। ଏହାର ରାସାୟନିକ ସୂତ୍ର Cu2S, ଯାହାର ନାମ କପର ସଲଫାଇଡ୍। କପରର ଆଉ ଏକ ମଧ୍ୟ ଅର୍ ଅଛି, ଯାହାକି କ୍ୟୁପ୍ରାଇଟ୍। ତାହାର ରାସାୟନିକ ସୂତ୍ର Cu2O। ଜିଙ୍କର ଅର୍ ହେଉଛି ଜିଙ୍କ ବ୍ଲେଣ୍ଡସ୍ ବା ସ୍କ୍ଲାଲେରାଇଟ୍। ଏହାର ରାସାୟନିକ ସୂତ୍ର ବା କେମିକାଲ ଫର୍ମୁଲା ZnS, ଯାହାର ନାମ ଜିଙ୍କ ସଲଫାଇଡ୍। ଜିଙ୍କର ଆଉ ଏକ ମଧ୍ୟ ଅର୍ ଅଛି, ଯାହାକି କାଲାମାଇନ୍ ବା ସ୍ମିଥସନାଇଟ୍। ଏହାର ରାସାୟନିକ ଫର୍ମୁଲା ହେଉଛି ZnCO3 ଏବଂ ଏହାର ନାମ ହେଉଛି ଜିଙ୍କ କାର୍ବୋନେଟ୍। ସେହିଭଳି ଲେଡ୍‌ର ଅର୍ ହେଉଛି ଗାଲେନା। ଏହାର କେମିକାଲ ଫର୍ମୁଲା PbS ଏବଂ ଏହାର ନାଁ ଲେଡ୍ ସଲଫାଇଡ୍। ସେହିଭଳି ମର୍କ୍ୟୁରୀର ଅର୍ ହେଉଛି ସିନାବା ଏବଂ ଏହାର ରାସାୟନିକ ସୂତ୍ର ହେଉଛି HgS। ଏହାର ନାମ ମର୍କ୍ୟୁରୀ ସଲଫାଇଡ୍। ମର୍କ୍ୟୁରୀର ଆଉ ଏକ ମଧ୍ୟ ଅର୍ ଅଛି, ଯାହାକି ମଣ୍ଟ୍ରିଓଡାଇଟ୍। ଏହାର ରାସାୟନିକ ଫର୍ମୁଲା HgO ଏବଂ ଏହାର ନାଁ ହେଉଛି ମର୍କ୍ୟୁରୀ ଅକ୍ସାଇଡ୍। ସମୁଦ୍ରରେ ମିଳୁଥିବା ଧାତୁ ଗୁଡ଼ିକ କେଉଁ ଯୌଗିକ ରୂପରେ ମିଳିଥାନ୍ତି ତା ବିଷୟରେ ପଢ଼ିବା। ସୋଡିୟମକୁ ଆମେ ସୋଡିୟମ କ୍ଲୋରାଇଡ୍ ରୂପରେ ପାଇଥାଉ। ମାଗ୍ନେସିୟମକୁ ମାଗ୍ନେସିୟମ କ୍ଲୋରାଇଡ୍ ଏବଂ ମାଗ୍ନେସିୟମ ସଲଫେଟ୍ ରୂପରେ ପାଇଥାଉ। କ୍ୟାଲସିୟମକୁ କ୍ୟାଲସିୟମ ସଲଫେଟ୍ ଏବଂ କ୍ୟାଲସିୟମ କ୍ଲୋରାଇଡ୍ ରୂପରେ ପାଇଥାଉ। ସେହିଭଳି ପଟାସିୟମକୁ ମଧ୍ୟ ପଟାସିୟମ କ୍ଲୋରାଇଡ୍ ରୂପରେ ଆମେ ପାଇଥାଉ। ଏବେ ଆମେ ମିନେରାଲ ଏବଂ ଅର୍ କ'ଣ ସେ ବିଷୟରେ ଆମେ ଜାଣିବା। ମିନେରାଲ କ'ଣ? ପ୍ରକୃତିରେ ମିଳୁଥିବା ଧାତୁଯୁକ୍ତ ପଦାର୍ଥକୁ ମିନେରାଲ ବା ଖଣିଜ ବୋଲି କୁହାଯାଇଥାଏ। ଏବେ ଅର୍ ବା ଧାତୁପିଣ୍ଡ କ'ଣ? ଯେଉଁ ଖଣିଜରୁ ସହଜ ଏବଂ ଲାଭଦାୟକ ଭାବରେ ଧାତୁ ନିଷ୍କାସନ କରାଯାଇପାରେ ତାହାକୁ ଅର୍ ବା ଧାତୁପିଣ୍ଡ ବୋଲି କୁହାଯାଇଥାଏ। ପ୍ରତ୍ୟେକ ଅର୍ ହେଉଛି ଏକ ମିନେରାଲ, କାରଣ ଅର୍ ମଧ୍ୟ ଏକ ପ୍ରକାର ଖଣିଜ। କିନ୍ତୁ ପ୍ରତ୍ୟେକ ମିନେରାଲ ଅର୍ ନୁହେଁ, କାରଣ
ସମସ୍ତ ଖଣିଜରୁ ସହଜ ଏବଂ ଲାଭଦାୟକ ଭାବରେ ଧାତୁ ନିଷ୍କାସନ କରାଯାଇ ପାରିବ ନାହିଁ। ଧାତୁ ନିଷ୍କାସନ ବିଷୟରେ ପଢ଼ିବା। ଧାତୁକୁ ତାର ଅରରୁ ନିଷ୍କାସନ କରିବାର ପଦ୍ଧତି ଧାତୁର ପ୍ରତିକ୍ରିୟାଶୀଳତା ବା ରିଆକ୍ଟିଭିଟି ଉପରେ ନିର୍ଭର କରିଥାଏ। ଅର୍ଥାତ୍ ପ୍ରତ୍ୟେକ ଧାତୁର ରିଆକ୍ଟିଭିଟି ସମାନ ନଥାଏ। ସେଥିପାଇଁ ସମସ୍ତ ଧାତୁ ପାଇଁ ଏକା ପ୍ରକାରର ନିଷ୍କାସନ ପଦ୍ଧତି ବ୍ୟବହାର କରାଯାଏ ନାହିଁ। ପ୍ରକୃତିରେ ଧାତୁ ଦୁଇ ପ୍ରକାର ଅବସ୍ଥାରେ ମିଳିଥାଏ। ପ୍ରଥମଟି ହେଉଛି ମୁକ୍ତ ଅବସ୍ଥା, ଯେଉଁଟାକି ଯାହାକୁ କି ଆମେ ମୌଳିକ ଅବସ୍ଥା ବୋଲି ମଧ୍ୟ କହିଥାଉ, ଯାହାକି ଫ୍ରି ଷ୍ଟେଟ୍ ଅର୍ ନେଟିଭ୍ ଷ୍ଟେଟ୍। ଏହି ଅବସ୍ଥାରେ ଧାତୁ ଗୁଡ଼ିକ ଶୁଦ୍ଧ ଅବସ୍ଥାରେ ମିଳିଥାନ୍ତି। ଏବଂ ସେକେଣ୍ଡଟି ହେଉଛି ଯୌଗିକ ଅବସ୍ଥା। ଏହି ଅବସ୍ଥାରେ ଧାତୁ ଗୁଡ଼ିକ ଅକ୍ସାଇଡ୍, ସଲଫାଇଡ୍, କାର୍ବୋନେଟ୍, କ୍ଲୋରାଇଡ୍ ଏଇଭଳି ଯୌଗିକ ରୂପରେ ମିଳିଥାନ୍ତି। ଏହି ଯୌଗିକ ଗୁଡ଼ିକରୁ ଧାତୁକୁ ପୃଥକ କରିବା ପ୍ରକ୍ରିୟାକୁ ଧାତୁ ନିଷ୍କାସନ ବା ଏକ୍ସଟ୍ରାକ୍ସନ ଅଫ୍ ମେଟେରିଆଲ ବୋଲି କୁହାଯାଇଥାଏ। ଧାତୁମାନଙ୍କର ପ୍ରତିକ୍ରିୟାଶୀଳତା ଅନୁସାରେ ଧାତୁମାନଙ୍କୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି, ଯାହାକି ଅଧିକ ପ୍ରତିକ୍ରିୟାଶୀଳ ଧାତୁ, ମଧ୍ୟମ ପ୍ରତିକ୍ରିୟାଶୀଳ ଧାତୁ ଏବଂ କମ୍ ପ୍ରତିକ୍ରିୟାଶୀଳ ଧାତୁ। ଅଧିକ ପ୍ରତିକ୍ରିୟାଶୀଳ ଧାତୁ ଯାହାକି ସୋଡିୟମ, ପୋଟାସିୟମ, କ୍ୟାଲସିୟମ, ମାଗ୍ନେସିୟମ, ଆଲୁମିନିୟମ ଏମାନଙ୍କୁ ଇଲେକ୍ଟ୍ରୋଲାଇସିସ୍ ପଦ୍ଧତି ଦ୍ୱାରା ନିଷ୍କାସନ କରାଯାଇଥାଏ। ସେହିଭଳି ମଧ୍ୟମ ପ୍ରତିକ୍ରିୟାଶୀଳ ଧାତୁ ଯେପରିକି ଜିଙ୍କ, ଆଇରନ୍, ଟିନ୍, ଲେଡ୍ ଏମାନଙ୍କୁ କାର୍ବନ ରିଡକ୍ସନ ପଦ୍ଧତିରେ ନିଷ୍କାସନ କରାଯାଇଥାଏ। ସେହିଭଳି କମ୍ ପ୍ରତିକ୍ରିୟାଶୀଳ ଧାତୁ ଯେପରିକି କପର, ମର୍କ୍ୟୁରୀ, ସିଲଭର, ଗୋଲ୍ଡ ଏବଂ ପ୍ଲାଟିନମ ଏମାନଙ୍କୁ ହିଟିଂ କିମ୍ବା ସିମ୍ପୁଲ ରିଡକ୍ସନ ପଦ୍ଧତିରେ ନିଷ୍କାସନ କରାଯାଇଥାଏ। ଲୋ ରିଆକ୍ଟିଭ ମେଟାଲ ନିମ୍ନ ପ୍ରତିକ୍ରିୟାଶୀଳ ଧାତୁ ଗୁଡ଼ିକର ଉଦାହରଣ ସୁନା, ରୂପା, ପ୍ଲାଟିନମ, ତମ୍ବା। ଏହି ଧାତୁ ଗୁଡ଼ିକର ବୈଶିଷ୍ଟ୍ୟ କ'ଣ? ଏହି ଧାତୁ ଗୁଡ଼ିକ ନିମ୍ନ ପ୍ରତିକ୍ରିୟାଶୀଳ ଧାତୁ ହୋଇଥିବାରୁ ଏମାନଙ୍କର ପ୍ରତିକ୍ରିୟାଶୀଳତା ବହୁତ କମ୍ ହୋଇଥାଏ। ଏହି ଧାତୁ ଗୁଡ଼ିକୁ ସାଧାରଣତଃ ଆମେ ମୁକ୍ତ ଅବସ୍ଥାରେ ବା ମୌଳିକ ଅବସ୍ଥାରେ ପାଇଥାଉ। ତମ୍ବା ଏବଂ ରୂପାକୁ ଆମେ ସଲଫାଇଡ୍ ଏବଂ ଅକ୍ସାଇଡ୍ ରୂପରେ ମଧ୍ୟ ପାଇଥାଉ। ଯେହେତୁ ଏହି ଧାତୁ ଗୁଡ଼ିକର ପ୍ରତିକ୍ରିୟାଶୀଳତା କମ୍, ତେଣୁ ଏମାନଙ୍କୁ ଆମେ ସହଜରେ ନିଷ୍କାସନ କରିପାରିବା। ମର୍କ୍ୟୁରୀର ଅର୍ ହେଉଛି ସିନାବାର, ଯାହାର କି କେମିକାଲ ଫର୍ମୁଲା ହେଉଛି HgS ବା ମର୍କ୍ୟୁରୀ ସଲଫାଇଡ୍। ପ୍ରଥମେ ଆମେ ସିନାବାରକୁ ବାୟୁରେ ଉତ୍ତପ୍ତ କରିବା। ଏହି ସମୟରେ ମର୍କ୍ୟୁରୀ ସଲଫାଇଡ୍ ଅକ୍ସିଜେନ ସହ ରାସାୟନିକ ପ୍ରତିକ୍ରିୟା କରି ମର୍କ୍ୟୁରୀ ଅକ୍ସାଇଡ୍ ଏବଂ ସଲଫର ଡାଇଅକ୍ସାଇଡ୍ ସେଥିମଧ୍ୟରୁ ସୃଷ୍ଟି ହେଉଛି। ଏହାପରେ ମର୍କ୍ୟୁରୀ ଅକ୍ସାଇଡ୍କୁ ଆମେ ପୁଣି ଥରେ ଯେତେବେଳେ ତାକୁ ଉତ୍ତପ୍ତ କରିବା, ଏହାର ବିଘଟନ ଘଟି ସେଥିମଧ୍ୟରୁ ଆମେ ପାରଦ ଏବଂ ଅମ୍ଳଜାନ ଗ୍ୟାସ୍ ପାଇପାରିବା। ସେହିଭଳି କପରର ଅର୍ ହେଉଛି କପର ଗ୍ଲାନ୍ସ ବା ଚାଲ୍କୋସାଇଟ୍। ଏହାର ରାସାୟନିକ ସୂତ୍ର ହେଉଛି Cu2S। ଯେତେବେଳେ ଆମେ କପର ସଲଫାଇଡ୍କୁ ବାୟୁରେ ଉତ୍ତପ୍ତ କରିଥାଉ, ସେତେବେଳେ କପର ଅକ୍ସାଇଡ୍ ଏବଂ ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍ ସେଥିମଧ୍ୟରୁ ଉତ୍ପନ୍ନ ହୋଇଥାଏ। ଏବଂ ପୁଣି ଥରେ ଯେତେବେଳେ ଆମେ ସେଇ କପର ଅକ୍ସାଇଡ୍କୁ କପର ସଲଫାଇଡ୍ ସହ ରାସାୟନିକ ପ୍ରତିକ୍ରିୟା କରୁଛୁ, ସେତେବେଳେ କପର ଏବଂ ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍ ସେଥିମଧ୍ୟରୁ ଉତ୍ପନ୍ନ ହେଉଛି। ଏହିଭଳି ଭାବରେ ଆମେ ଶୁଦ୍ଧ କପର ବା ତମ୍ବାକୁ ପାଇପାରୁଛୁ। ଅର୍ଥାତ୍ ଏହିପରି କମ୍ ପ୍ରତିକ୍ରିୟାଶୀଳ ଧାତୁ ଯେପରିକି ମର୍କ୍ୟୁରୀ ଓ କପରକୁ ଆମେ ଉତ୍ତପ୍ତ କରିଦେଇ ସେଥିରୁ ଆମେ ସହଜରେ ତାକୁ ନିଷ୍କାସନ କରିପାରୁଛୁ। ମଧ୍ୟମ ପ୍ରତିକ୍ରିୟାଶୀଳ ଧାତୁ ଗୁଡ଼ିକର ଉଦାହରଣ ଯେପରିକି ଜିଙ୍କ, ଆଇରନ୍, ଲେଡ୍, ଟିନ୍, ନିକେଲ ଏବଂ କପର। ଏମାନେ ସାଧାରଣତଃ ତିନି ପ୍ରକାରର ଅର୍ରେ ମିଳିଥାନ୍ତି, ଯେପରିକି ଅକ୍ସାଇଡ୍ ଅର୍, ସଲଫାଇଡ୍ ଅର୍ ଏବଂ କାର୍ବୋନେଟ୍ ଅର୍। ଏହି ଅର୍ ଗୁଡ଼ିକରୁ ସିଧାସଳଖ ଧାତୁ ନିଷ୍କାସନ କରାଯାଇପାରେ ନାହିଁ, ତେଣୁ ଏମାନଙ୍କୁ ରୋଷ୍ଟିଂ କିମ୍ବା କାଲସିଲେସନ ପ୍ରକ୍ରିୟା ଦ୍ୱାରା ଅକ୍ସାଇଡ୍ରେ ପରିଣତ କରାଯାଏ। ତାପରେ ରିଡକ୍ସନ ବା ବିଜାରଣ ପ୍ରକ୍ରିୟା ଦ୍ୱାରା ଧାତୁ ନିଷ୍କାସନ କରାଯାଇଥାଏ। ରୋଷ୍ଟିଂ ଏବଂ କାଲସିଲେସନ ପ୍ରକ୍ରିୟା କ'ଣ, ତାକୁ ଏବେ ଆମେ ବୁଝିବା। ରୋଷ୍ଟିଂ ହେଉଛି ସଲଫାଇଡ୍ ଅର୍କୁ ପ୍ରଚୁର ପରିମାଣରେ ଅକ୍ସିଜେନର ଉପସ୍ଥିତିରେ
उत्तप्त करिबा प्रक्रिया। एही प्रक्रिया रे सल्फाइड और मेटाल ऑक्साइड रे परिणत हो जाए। उदाहरण स्वरूप जिंक सल्फाइड अर्थात जेडेएनएस जहाकू आमे ऑक्सीजन रो उपस्थिति रे जेतेबेले ताकू आमे हीट करूछु सेतेबेले ताहा जेडेएनओ बा जिंक ऑक्साइड रे परिणत हो जाउछि एवं सेथि मध्यरु सल्फर डाइऑक्साइड गैस उत्पन्न होउछि। रोस्टिंग प्रक्रिया को सल्फाइड और पाई व्यवहार करा जाय थाए एवं तापरे रिडक्शन प्रक्रिया द्वारा जिंक ऑक्साइड रो आमे जिंक को पाई परिबा। कैल्सिलेशन होउछि कार्बोनेट और किंबा हाइड्रोक्साइड और को वायुर अनुपस्थिति किंबा सीमित वायु रे उत्तप्त करिबा प्रक्रिया। एही प्रक्रिया रे कार्बोनेट और मेटाल ऑक्साइड रे परिणत हो जाइथे। जेपरि कि जिंक कार्बोनेट जहा कि ZnCO3 को जेतेबेले हम उत्तप्त करूछु सेतेबेले ता जिंक ऑक्साइड जहा कि ZnO एवं सेथि मध्यरु कार्बन डाइऑक्साइड गैस बाहरी जाउछि। अर्थात कैल्सिलेशन प्रक्रिया को कार्बोनेट और किंबा हाइड्रोक्साइड और पाई व्यवहार करा जाइथे। विस्थापन प्रक्रिया द्वारा आमे किपरि भाबरे धातु को निष्कासन करि परिबा से विषय रे पढिबा। धातव ऑक्साइड रु धातु पाइबा पाई सबु बेले कार्बन रो व्यवहार करा जाय नाही। केतेक क्षेत्र रे विस्थापन प्रक्रिया बा डिस्प्लेसमेंट रिएक्शन मध्य करा जायते। एही प्रक्रिया रे अधिक प्रतिक्रियाशील धातु जेपरि कि सोडियम कैल्शियम एल्युमिनियम रिड्यूसिंग एजेंट बा विजारक भाବରେ निया जायथे। एही धातु गुड़िक कम प्रतिक्रियाशील धातु को सेमानंको ऑक्साइड किंबा यौगिकरु विस्थापन करी मुक्त करी देथे। फଳରେ ଆମେ शुद्ध धातु पाई परिथौ। 3 मोल मांगानीज डाइऑक्साइड 4 मोल एल्युमिनियम सह रासायनिक प्रतिक्रिया करी 3 मोल एल्युमिनियम एवं 2 मोल एल्युमिनियम ऑक्साइड सृष्टि करूछि। वर्तमान आमे जारण और विजारण पदार्थ को किपरि चिन्हिबा से विषय रे पढिबा। एठारे रासायनिक प्रतिक्रियाटी होउछि मांगानीज डाइऑक्साइड एल्युमिनियम सह रासायनिक प्रतिक्रिया करी मांगानीज एवं एल्युमिनियम ऑक्साइड सृष्टि करूछि। एठारे जारित बा ऑक्सीडाइज का कुआजे जेउ पदार्थ ऑक्सीजन ग्रहण करे किंबा इलेक्ट्रॉन हराए ताकू जारित होउछि बोली आमे कहिथाउ। सेही भली जेउ पदार्थ ऑक्सीजन त्याग करे किंबा इलेक्ट्रॉन ग्रहण करे ताकू आमे विजारित होउछि बोली कहिथाउ। जारक और विजारक को चिन्हिबा। जेउ पदार्थ अन्य को विजारित करे ताहाकू आमे विजारक बा रिड्यूसिंग एजेंट बोली कहिथाउ। एही प्रक्रिया रे एल्युमिनियम मैग्नीशियम ऑक्साइड को विजारित करूछि तेणु एल्युमिनियम होउछि विजारक बा रिड्यूसिंग एजेंट एवं जेउ पदार्थ अन्य को जारित करे ताकू जारक बा ऑक्सीडाइजिंग एजेंट बोली कहा जायते। एही प्रक्रिया रे मांगानीज डाइऑक्साइड एल्युमिनियम को जारित करूछि तेणु मांगानीज डाइऑक्साइड हेउछि जारक बा ऑक्सीडाइजिंग एजेंट। हाई रिएक्टिव मेटल जहा कि उच्च प्रतिक्रियाशील धातु विषय रे पढिबा। एहार उदाहरण गुड़िक पोटासियम सोडियम कैल्शियम मैग्नीशियम एवं एल्युमिनियम। एही धातु गुड़िक अधिक प्रतिक्रियाशील होइथांती तेणु एही धातु गुड़िक आमे केबे भी मुक्त अवस्था रे पाई पारु नाहु। एमाने सबुबेले यौगिक अवस्था रे मिलिथांती। एमानंकु कार्बन द्वारा निष्कासन करिबा संभव नुहे कारण एही धातु गुड़िकर ऑक्साइड बहुत स्टेबल होइथाय एवं कार्बन एही ऑक्साइड रु ऑक्सीजन को अपसारण करि पारे नाही तेणु कार्बन द्वारा एमानंकु निष्कासन करा जाय नाही। आमे विद्युत विश्लेषण द्वारा किपरि धातु को निष्कासन करि परिबा से विषय रे चलो पढिबा। एही धातु गुड़िकर यौगिक साधारणतः कठिन अवस्था रे थांती। सेमानंकु प्रथमे आमे तरल अवस्था को आनिबा तापरे विद्युत विश्लेषण द्वारा धातु गुड़ी को अलगा करिबा। उदाहरण जेपरि कि तरल अवस्था रे थिबा सोडियम क्लोराइड तरल अवस्था रे थिबा मैग्नीशियम क्लोराइड तरल अवस्था रे थिबा एल्युमिनियम ऑक्साइड। विद्युत विश्लेषण समय रे कोन घटिଥାଏ? विद्युत प्रवाह देले तरल अवस्था रे थिबा यौगिक भांगी धातु और अधातु रे परिणत हो जाइଥାଏ। इलेक्ट्रोलाइसिस कोन? विद्युत प्रवाह देई कोनोसी एक यौगिक को भांगी सेथिरु धातु किंबा अन्य पदार्थ पाइबा को इलेक्ट्रोलाइसिस कहा जाइଥାଏ। आमे याकू एक उदाहरण माध्यम रे बुझिबा। प्रथमे आमे मोल्टेन सोडियम क्लोराइड को नबा अर्थात सोडियम क्लोराइड साधारणतः कठिन अवस्था रे थाए। सेही कठिन अवस्था रे थिबा सोडियम क्लोराइड को गरम करी
ତାକୁ ତରଳ ଅବସ୍ଥାକୁ ଆଣିବା ଏବଂ ତାକୁ ଆମେ ଏଠାରେ ବ୍ୟବହାର କରିବା। सोडियम क्लोराइड रे जेतेबेले आमे इलेक्ट्रोलाइसिस करू सेतेबेले सोडियम क्लोराइड भांगी Na+ एवं Cl- आयन रे परिणत हो जाए। Na+ टी होछि पॉजिटिव आयन जहा कि काटायन, Cl- टी होछि नेगेटिव आयन बा आनायन। एहाकु करिया पई आमे दुईटी इलेक्ट्रोड व्यवहार करिथाउ, गोटे एनोड एवं गोटे कैथोड। एनोड टी होछि युक्तात्मक चार्ज बा पॉजिटिव चार्ज एवं कैथोड टी होछि नेगेटिव। कैथोड रे कोन होइथे? कैथोड होछि नेगेटिव, तेणु ता पॉजिटिव चार्ज को अट्रैक्ट करिथे एवं एठारे पॉजिटिव चार्ज के एठारे पॉजिटिव चार्ज होछि सोडियम। सोडियम आयन कैथोड को जाइथे एवं सेठा को जाई इलेक्ट्रॉन ग्रहण करिथे, जहा द्वारा कि Na+ टी गोटे इलेक्ट्रॉन को ग्रहण करी पुणी Na रे कन्वर्ट हो जाइथे। ताहा जोगु सोडियम धातु उत्पन्न होइथे। सेही भली एनोड रे कोन होइथे? एनोड होछि पॉजिटिव, तेणु ताहा नेगेटिव चार्ज को अट्रैक्ट करिथे एवं एठारे नेगेटिव के एठारे नेगेटिव होछि क्लोरीन एवं क्लोरीन एनोड को जाई एक्स्ट्रा इलेक्ट्रॉन जो ता पाखो को आसी थाए से इलेक्ट्रॉन को सेठारे से त्याग करि दैथे एवं गैस सेथि मध्यरु बाहरी थाए। धातु को किपरि परिष्कार करिबा से विषय रे पढिबा। धातु परिष्करण कोन? निष्कासन परे प्राप्त धातु संपूर्ण शुद्ध होई न थाए। एथिरे विभिन्न प्रकारर अपद्रव्य बा इम्प्युरिटी मिसिकी रही थाए। एही अपद्रव्य गुडी को आमे अपसारण करी शुद्ध धातु प्राप्त करिबा प्रक्रिया को धातु परिष्करण बोली कहा जायते। परिष्करण कोन पय आवश्यक? धातुर शुद्धता बढ़ाइबा पय, धातुर गुण को बढ़ाइबा पय, तार गुण जेपर कि स्ट्रेंथ, कंडक्टिविटी, ड्यूरेबिलिटी एगुडी को बढ़ाइबा पय, शिल्प एवं वैद्युतिक कार्य रे व्यवहार करिबा पय विभिन्न प्रकारर परिष्करण पद्धति अछि। धातुर प्रकृति अपद्रव्यर परिमाण को आधार करिकि आमे परिष्करण पद्धति को व्यवहार करिदा। वैद्युतिक परिष्करण होछि धातु परिष्करणर सबुठारु प्रचलित पद्धति। एही पद्धति रे वैद्युतिक विश्लेषण जहा कि इलेक्ट्रोलाइसिस द्वारा अशुद्ध धातु को शुद्ध करा जाय। मेनली आमे को धातु गुडी को परिष्करण करिथाउ? तंबा, जिंक, टीण, निकेल, रूपा, सुना ए धातु गुडी को आमे परिष्करण करिथाउ। वैद्युतिक विश्लेषण इलेक्ट्रो रिफाइनिंग। वैद्युतिक विश्लेषण कोन? अशुद्ध धातुरु अपद्रव्य अपसारण करी शुद्ध धातु प्राप्त करिबा पय विद्युत विश्लेषण बा इलेक्ट्रोलाइसिस व्यवहार करा जायते। एही प्रक्रिया को वैद्युतिक विश्लेषण बा इलेक्ट्रो रिफाइनिंग बोली कहा जायते। अशुद्ध धातुर दंड को आमे एनोड भाबरे व्यवहार करिथाउ एवं शुद्ध धातुर पतला पत्र को आमे कैथोड भाबरे व्यवहार करिथाउ एवं आमे इलेक्ट्रोलाइट भाबरे काहा को व्यवहार करिथाउ? धातुर द्रवणीय लवणर द्रवण को इलेक्ट्रोलाइट भाबरे व्यवहार करिथाउ। जेपरि कि तंबार परिष्करण समय रे आमे कॉपर सल्फाइड को द्रवण भाबरे व्यवहार करिथाउ। जेतेबेले आमे सेथिरे विद्युत प्रवाह करि दैथाउ सेतेबेले कोन हेतै? एनोड रे थिबा अशुद्ध धातु द्रवीभूत होई इलेक्ट्रोलाइट को जाइथाय। सेही धातु आयन गुड़िक इलेक्ट्रोलाइट रु कैथोड को आसी इलेक्ट्रॉन ग्रहण करी शुद्ध धातु भाबरे जमा होइथाय। जेउ अपद्रव्य गुड़िक इलेक्ट्रोलाइट रे द्रवणीय होइथांती सेगुड़िक इलेक्ट्रोलाइट्स रे मिसी जाइथांती। जेउ अपद्रव्य गुड़िक अद्रवणीय होइथांती सेमाने एनोड तळे जमा हो जाइथांती। कॉपर को इलेक्ट्रोलाइसिस करूछु, एनोड रे इम्प्योर कॉपर को नौछु एवं कैथोड रे प्योर कॉपर को नौछु। कॉपर सल्फेट को इलेक्ट्रोलाइट भाबरे व्यवहार करूछु। तापरे आमे डीसी विद्युत प्रवाह करिथाउ। इलेक्ट्रोलाइट रे विद्युत प्रवाह होबा द्वारा कोन होइते? इलेक्ट्रोलाइट टी भांगी जाइते। अर्थात आमे जो एठारे कॉपर सल्फेट को नेइछु, कॉपर सल्फेट टी भांगी Cu2+ एवं SO4 रे परिणत हो जाउछि। एनोड रे कोन होइते? अशुद्ध तंबा इलेक्ट्रॉन त्याग करी द्रवण को आसी जाइते। जेपरि कि कॉपर टी भांगी जाई इलेक्ट्रॉन से त्याग करते। एनोड रे कोन होइते? अशुद्ध तंबाटी इलेक्ट्रॉन त्याग करी द्रवण को आसी जाइथे। एठारे कॉपर भांगी जाई Cu2+ रे कन्वर्ट हो जाइथे। एनोड धीरे धीरे छोट हो जाइथे। Cu2+ आयन इलेक्ट्रोलाइट रे मिसी जाइथे। तापरे कैथोड रे कोन होइते? Cu2+ आयन इलेक्ट्रॉन ग्रहण करी शुद्ध तंबा रे परिणत हो जाइथे एवं से शुद्ध तंबाटी कैथोड रे जमा हो जाइथे। एहा जगु कैथोड टी धीरे धीरे मोटा होई जाइथे। अपद्रव्यर कोन होइते?
ଯେଉଁ ଅପଦ୍ରବ୍ୟ ଗୁଡ଼ିକ ଇଲେକ୍ଟ୍ରୋଲାଇଟ୍ରେ ମିଶି ପାରୁନାହିଁ ତାହା ତଳେ ବସି ଯାଉଛି। ସଂକ୍ଷାରଣ କାହାକୁ କୁହାଯାଇଥାଏ? ଧାତୁ ବାୟୁର ଅକ୍ସିଜେନ, ଆର୍ଦ୍ରତା, ଅମ୍ଳ ଇତ୍ୟାଦି ସହ ରାସାୟନିକ ପ୍ରତିକ୍ରିୟା କରି ଧୀରେ ଧୀରେ କ୍ଷୟ ହୋଇଯାଇଥାଏ। ଏହି କ୍ଷୟ ହେବା ପ୍ରକ୍ରିୟାକୁ ସଂକ୍ଷାରଣ ବୋଲି କୁହାଯାଇଥାଏ। ସଂକ୍ଷାରଣ ହେବା ଯୋଗୁଁ ଧାତୁର କ'ଣ ହୋଇଥାଏ? ଧାତୁର ଔଜ୍ଜ୍ୱଲ୍ୟତା ନଷ୍ଟ ହୋଇଯାଇଥାଏ, ଧାତୁର ଶକ୍ତି ଏବଂ ସ୍ଥାୟିତ୍ୱ କମିଯାଇଥାଏ, ଧାତୁର ଉପରି ଭାଗରେ ଅକ୍ସାଇଡ୍ କିମ୍ବା ସଲଫାଇଡ୍ କିମ୍ବା କାର୍ବୋନେଟ୍ର ଏକ ପତଳା ସ୍ତର ସୃଷ୍ଟି ହୋଇଯାଇଥାଏ। ରୂପା ଉପକରଣ ଗୁଡ଼ିକ କିଛି ସମୟ ବାୟୁରେ ରହିଲେ ତାହା କଳା ପଡ଼ିଯାଏ, କାରଣ ବାୟୁରେ ଥିବା ସଲଫାଇଡ୍ ରୂପା ସହ ରାସାୟନିକ ପ୍ରତିକ୍ରିୟା କରି ସିଲଭର ସଲଫାଇଡ୍ର ଏକ ଆବରଣ ସୃଷ୍ଟି କରିଥାଏ। କପର ବାୟୁରେ ଥିବା ଆର୍ଦ୍ର ଅଙ୍ଗାରକାମ୍ଳ ସହ ପ୍ରତିକ୍ରିୟା କରି ଆସ୍ତେ ଆସ୍ତେ ଏହାର ଧୂସରିଆ ଉଜ୍ଜ୍ୱଳତା ପୃଷ୍ଠ ହରାଏ ଏବଂ ଏକ ସବୁଜ ଆବରଣ ଲାଭ କରେ। ଏହି ସବୁଜ ପଦାର୍ଥଟି କପର କାର୍ବୋନେଟ୍ ଅଟେ। ଲୁହା ଆର୍ଦ୍ର ବାୟୁରେ ବହୁତ ସମୟ ରହିଗଲେ ଏକ ବାଦାମୀ ପତଳା ଆସ୍ତରଣ ଲାଭ କରେ, ତାହାକୁ କଳଙ୍କି ବୋଲି କୁହାଯାଏ। ଏହି ଚିତ୍ରଟିରେ ଲୁହାରେ କଳଙ୍କି ପାଇଁ ଆବଶ୍ୟକ ବାୟୁ ଓ ପାଣିର ଗୁରୁତ୍ୱକୁ ଦର୍ଶାଯାଇଛି। ଲୁହାରେ କଳଙ୍କି ଧରିବା ପାଇଁ ଉଭୟ ଅକ୍ସିଜେନ ଓ ପାଣିର ଆବଶ୍ୟକ ହୋଇଥାଏ। ଚିତ୍ର ଏରେ ପାଣି ଅଛି ଏବଂ ବାୟୁ ମଧ୍ୟ ଅଛି। ଏହା ଯୋଗୁଁ ଲୁହାରେ କଳଙ୍କ ସୃଷ୍ଟି ହେଉଛି। ପାଣି ଏବଂ ଅକ୍ସିଜେନ ଉଭୟ ଉପସ୍ଥିତି ଥିବାରୁ ଲୁହାର ସଂକ୍ଷାରଣ ବା ରଷ୍ଟିଂ ହେଉଛି। ଚିତ୍ର ବିରେ ଫୁଟା ଯାଇଥିବା ଡିଷ୍ଟିଲ୍ ୱାଟର ଅଛି ଏବଂ ପାଣି ଉପରେ ଏକ ତେଲର ସ୍ତର ଅଛି। ଏଠାରେ ଆମେ କ'ଣ ଦେଖିଲୁ? ଏଠାରେ ଆମେ ଦେଖିଲୁ ଯେ ଲୁହାରେ କଳଙ୍କି ଲାଗୁନାହିଁ। କେଉଁଥିପାଇଁ କଳଙ୍କି ଲାଗୁନାହିଁ? ପାଣି ଅଛି କିନ୍ତୁ ଅକ୍ସିଜେନ ନଥିବାରୁ ଲୁହାରେ କଳଙ୍କି ପଡ଼ୁନାହିଁ। ଚିତ୍ର ସିରେ ଶୁଷ୍କ ବାୟୁ ଅଛି ଏବଂ ଆନହାଇଡ୍ରସ୍ କ୍ୟାଲସିୟମ କ୍ଲୋରାଇଡ୍ ଅଛି। ଆନହାଇଡ୍ରସ୍ କ୍ୟାଲସିୟମ କ୍ଲୋରାଇଡ୍ର କାମ କ'ଣ? ଜଳୀୟ ବାଷ୍ପକୁ ଶୋଷି ନେଇ ବାୟୁକୁ ଶୁଷ୍କ ରଖିଥାଏ। ଏଠାରେ ମଧ୍ୟ ଆମେ ଦେଖିଲୁ ଯେ ଲୁହାରେ କଳଙ୍କି ଲାଗୁନାହିଁ, କାରଣ ଅକ୍ସିଜେନ ଥିଲେ ମଧ୍ୟ ପାଣି ନଥିବାରୁ କଳଙ୍କି ପଡ଼ୁନାହିଁ। ସଂକ୍ଷାରଣକୁ ରୋକିବା ପାଇଁ ଆମେ କ'ଣ କ'ଣ ସବୁ ପଦକ୍ଷେପ ନେଇପାରିବା? ଧାତୁ ଉପରେ ଆମେ ରଙ୍ଗ ଲଗାଇ ପାରିବା, ଏହା ଯୋଗୁଁ ବାୟୁ ଓ ଜଳର ସଂସ୍ପର୍ଶକୁ ଆମେ ରୋକିପାରିବା। ଧାତୁ ପୃଷ୍ଠରେ ତେଲ କିମ୍ବା ଗ୍ରିଜିଂ ଲଗାଇ ପାରିବା, ଏହା ଯୋଗୁଁ ଆର୍ଦ୍ରତାରୁ ଧାତୁକୁ ଆମେ ରକ୍ଷା କରିପାରିବା। ଗାଲଭାନାଇଜେସନ ଆମେ କରିପାରିବା, ଅର୍ଥାତ୍ ଲୁହା ଉପରେ ଜିଙ୍କର ପତଳା ସ୍ତର ଚଢ଼ାଇ ପାରିବା। ଏହା ଲୁହାକୁ କଳଙ୍କ ଲାଗିବାରୁ ସୁରକ୍ଷା ପ୍ରଦାନ କରିଥାଏ। ଗୋଟିଏ ଧାତୁ ଉପରେ ଅନ୍ୟ ଧାତୁର ପତଳା ସ୍ତରକୁ ଆମେ ଚଢ଼ାଇ ପାରିବା, ଯାହାକୁ କି ଇଲେକ୍ଟ୍ରୋପ୍ଲେଟିଂ ବୋଲି କୁହାଯାଏ। ଏହାର ଉଦାହରଣ କ୍ରୋମିୟମ କିମ୍ବା ନିକେଲ ପ୍ଲେଟିଂ। ଆଉ ଆମେ କ'ଣ କରିପାରିବା ନା ମିଶ୍ର ଧାତୁ ସୃଷ୍ଟି କରିପାରିବା, ଯାହାକି ଦୁଇ କିମ୍ବା ଅଧିକ ଧାତୁକୁ ମିଶାଇ ଆମେ ମିଶ୍ର ଧାତୁ ସୃଷ୍ଟି କରିଥାଉ। ଏହା ଦ୍ୱାରା ସଂକ୍ଷାରଣକୁ ଆମେ କମାଇ ପାରିବା। ଏହାର ଉଦାହରଣ ହେଉଛି ଷ୍ଟେନଲେସ୍ ଷ୍ଟିଲ୍। ଆମେ ଧାତୁ ଗୁଡ଼ିକୁ କିପରି ଉନ୍ନତି କରିପାରିବା ସେ ବିଷୟରେ ଚାଲ ଏବେ ଆମେ ପଢ଼ିବା। ଧାତୁ ଗୁଡ଼ିକର ଗୁଣରେ ଉନ୍ନତି ଆଣିବା ପାଇଁ ମିଶ୍ର ଧାତୁର ପ୍ରସ୍ତୁତି, ଯାହାକି ଏଲୋଇଂ, ଏକ ଉତ୍ତମ ପ୍ରଣାଳୀ ଅଟେ। ଏହି ପ୍ରଣାଳୀ ଦ୍ୱାରା ଆମର ଆବଶ୍ୟକତା ମୁତାବକ ଗୁଣ ସମ୍ପୂର୍ଣ୍ଣ ଧାତୁ ପାଇପାରିବା। ଆବଶ୍ୟକତା ମୁତାବକ ଗୁଣ ସମ୍ପୂର୍ଣ୍ଣ ଅର୍ଥାତ୍ ଆମେ ଯେଉଁଭଳି ଭାବରେ ଧାତୁଟିକୁ ଚାହୁଁଛୁ ସେଇଭଳି ଭାବରେ ସେ ଧାତୁଟି ହୋଇପାରିବ। ଲୁହା ହେଉଛି ଆମ ଦୈନନ୍ଦିନ ଜୀବନରେ ସବୁଠାରୁ ବହୁଳ ଭାବରେ ବ୍ୟବହୃତ ହେଉଥିବା ଏକ ଧାତୁ। ଲୁହାକୁ କେବେ ବି ଆମେ ସମ୍ପୂର୍ଣ୍ଣ ଶୁଦ୍ଧ ଅବସ୍ଥାରେ ବ୍ୟବହାର କରିପାରିବା ନାହିଁ, କାରଣ ବିଶୁଦ୍ଧ ଲୁହା ଅତ୍ୟନ୍ତ ନରମ ହୋଇଥାଏ। ଏଣୁ ଏହାକୁ ଗରମ କଲେ ଏହା ସହଜରେ ପ୍ରଶମିତ ବା ନମନୀୟ ହୋଇଯାଇଥାଏ। ତେଣୁ ବିଶୁଦ୍ଧ ଲୁହା ସହିତ ଆମେ ଖୁବ୍ କମ୍ ପରିମାଣରେ ଅଙ୍ଗାରକ ବା କାର୍ବନ ମିଶାଇଥାଉ। ଖୁବ୍ କମ୍ ପରିମାଣରେ ଅର୍ଥ 0.05% ଆମେ ମିଶାଇଥାଉ। ତେଣୁ ଏହା ଅତ୍ୟନ୍ତ ଶକ୍ତ ଏବଂ କଠିନ ହୋଇଯାଇଥାଏ। ଷ୍ଟେନଲେସ୍ ଷ୍ଟିଲ୍କୁ କିପରି ଭାବରେ ପ୍ରସ୍ତୁତ କରାଯାଏ? ଯେତେବେଳେ ଲୁହା, ନିକେଲ ଏବଂ କ୍ରୋମିୟମକୁ ଗରମ କରି ତରଳେଇ ମିଶାଇ ଦିଆଯାଇଥାଏ, ସେତେବେଳେ ଆମେ ଷ୍ଟେନଲେସ୍ ଷ୍ଟିଲ୍ ପାଇଥାଉ। ଏହା ଅତ୍ୟନ୍ତ ଶକ୍ତ ହୋଇଥାଏ ଏବଂ ଏଥିରେ କେବେ ହେଲେ କଳଙ୍କି ଲାଗେ ନାହିଁ। ଯୋଗୁଁ କ'ଣ ହୋଇଥାଏ? ଏହା ଯୋଗୁଁ ଧାତୁର ଗୁଣରେ ପରିବର୍ତ୍ତନ ହୋଇଯାଇଥାଏ। ଯଦି ଲୁହା ସହିତ କୌଣସି ପଦାର୍ଥ ମିଶିଯାଏ, ତେବେ ତାର ମୂଳ ଗୁଣ ବଦଳି ଯାଇଥାଏ। ପ୍ରକୃତିରେ ଯେକୌଣସି ଧାତୁ ସହିତ ଅନ୍ୟ କୌଣସି ପଦାର୍ଥ ମିଶାଇଲେ ତାର ଗୁଣ ଏବଂ ପ୍ରକୃତି ବଦଳି ଯାଇଥାଏ। ମିଶ୍ର ଧାତୁର ଉପାଦାନ କ'ଣ କ'ଣ? ଧାତୁର ଗୁଣ ବଢ଼ାଇବା ପାଇଁ ସେଥିରେ ଯେଉଁ ପଦାର୍ଥ ମିଶାଯାଏ ତାହା ଧାତୁ ହୋଇଥାଇପାରେ କିମ୍ବା ଅଧାତୁ ମଧ୍ୟ ହୋଇଥାଇପାରେ। ତାକୁ ମିଶ୍ରଣର ଉପାଦାନ ବୋଲି କୁହାଯାଏ। ମିଶ୍ର ଧାତୁର ସଂଜ୍ଞା କ'ଣ?
ଦୁଇ ବା ତତୋଧିକ ଧାତୁର ସମଜାତୀୟ ମିଶ୍ରଣ କିମ୍ବା ଏକ ଧାତୁ ଏକ ଅଧାତୁର ସମଜାତୀୟ ମିଶ୍ରଣକୁ ମିଶ୍ର ଧାତୁ ବୋଲି କୁହାଯାଇଥାଏ। ଏହାକୁ ତିଆରି କରିବା ପାଇଁ ପ୍ରଥମେ ପ୍ରାଥମିକ ଭାବେ ମୂଳ ଧାତୁକୁ ତରଳାଯାଏ, ତାପରେ ଏକ ନିର୍ଦ୍ଦିଷ୍ଟ ଅନୁପାତରେ କୌଣସି ମୌଳିକ ଉପାଦାନ ଗୁଡ଼ିକୁ ସେଥିରେ ଦ୍ରବୀଭୂତ କରାଇ ମିଶ୍ର ଧାତୁ ସୃଷ୍ଟି କରାଯାଇଥାଏ। ପରେ ଆମେ କଣ କରିଥାଉ, ଏହାପରେ ଆମେ ଶୀତଳୀକରଣ କରିଥାଉ। ଏଠାରେ କଣ କରାଯାଇଥାଏ, ଯେଉଁ ମିଶ୍ର ଧାତୁଟି ସୃଷ୍ଟି ହେଲା ତାକୁ ଆମେ ରୁମ୍ ଟେମ୍ପରେଚରରେ ଥଣ୍ଡା ବା ଶୀତଳ କରିଥାଉ, ତାହାକୁ ଶୀତଳୀକରଣ ବୋଲି କୁହାଯାଇଥାଏ। ଆମ ବିଶ୍ୱରେ 24 କ୍ୟାରେଟ ସୁନା ହେଉଛି ସବୁଠାରୁ ଅଧିକ ଶୁଦ୍ଧ, କିନ୍ତୁ ଏହା ନରମ ହୋଇଥିବାରୁ ଏହାକୁ ଅଳଙ୍କାର ତିଆରିରେ ପ୍ରସ୍ତୁତ କରାଯାଇପାରେ ନାହିଁ। ତେଣୁ ସୁନାକୁ ମଜବୁତ କରିବା ପାଇଁ ସେଥିରେ ଅଳ୍ପ ପରିମାଣରେ ତମ୍ବା କିମ୍ବା ରୂପା ମିଶାଯାଏ। ଏହି ପ୍ରକ୍ରିୟାକୁ ମିଶ୍ର ଧାତୁ ତିଆରି କରିବା ବୋଲି କୁହାଯାଇଥାଏ। 22 କ୍ୟାରେଟ ସୁନା ହେଉଛି 22 ଭାଗ ଶୁଦ୍ଧ ସୁନା ଏବଂ 2 ଭାଗ ତମ୍ବା କିମ୍ବା ରୂପା। ଏହା ଦ୍ୱାରା କଣ ଲାଭ ହୋଇଥାଏ, ଅଳଙ୍କାର ଅଧିକ ମଜବୁତ ହୋଇଥାଏ, ସହଜରେ ଭାଙ୍ଗେ କିମ୍ବା ବାଙ୍କି ଯାଏ ନାହିଁ। ଦୈନନ୍ଦିନ ବ୍ୟବହାରରେ ଏହାକୁ ଆମେ ସହଜରେ ବ୍ୟବହୃତ କରିପାରୁ। ବର୍ତ୍ତମାନ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ମିଶ୍ର ଧାତୁ ବିଷୟରେ ପଢ଼ିବା। ପିତ୍ତଳକୁ ଆମେ କିପରି ଭାବରେ ପ୍ରସ୍ତୁତ କରିଥାଉ, ତମ୍ବା ଏବଂ ଦସ୍ତାକୁ ମିଶାଇ ଆମେ ପିତ୍ତଳ ସୃଷ୍ଟି କରିଥାଉ। ଏହାକୁ ଆମେ ତାଲା, ସ୍କ୍ରୁ, ବାଦ୍ୟଯନ୍ତ୍ର ଏବଂ ସାଜସଜ୍ଜା ସାମଗ୍ରୀରେ ଆମେ ଏହାକୁ ବ୍ୟବହାର କରିଥାଉ। ସେହିଭଳି କଂସାକୁ କିପରି ଭାବରେ ପ୍ରସ୍ତୁତ କରାଯାଇଥାଏ, ତମ୍ବା ଏବଂ ଟିଣକୁ ମିଶାଇ କଂସା ପ୍ରସ୍ତୁତ କରାଯାଇଥାଏ। ଏହାକୁ ଆମେ ମୂର୍ତ୍ତି, ପଦକ, ଘଣ୍ଟା, ପାତ୍ର ପ୍ରସ୍ତୁତିରେ ବ୍ୟବହାର କରିଥାଉ। ସୋଲ୍ଡରକୁ ଆମେ କିପରି ଭାବରେ ପ୍ରସ୍ତୁତ କରିଥାଉ, ସୀସା ଏବଂ ଟିଣକୁ ମିଶାଇ ଆମେ ସୋଲ୍ଡର ପ୍ରସ୍ତୁତି କରିଥାଉ। ଏହାକୁ ବିଦ୍ୟୁତ ତାର ଓ ଇଲେକ୍ଟ୍ରୋନିକ ଉପକରଣକୁ ଯୋଡ଼ିବା ପାଇଁ ବ୍ୟବହାର କରାଯାଇଥାଏ। ଭାରତର ଦିଲ୍ଲୀରେ ଏକ ପ୍ରସିଦ୍ଧ ଲୌହ ସ୍ତମ୍ଭ ଯାହାକି ଆଇରନ୍ ପିଲର ଅଛି। ଏହା ପ୍ରାୟ 1600 ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା। ଏତେ ବର୍ଷ ବିତିଗଲା କିନ୍ତୁ ଏଥିରେ କଳଙ୍କି ଏପର୍ଯ୍ୟନ୍ତ ଲାଗିନାହିଁ। ଏହାର କାରଣ ହେଉଛି ଲୌହ ସ୍ତମ୍ଭଟି ଉଚ୍ଚ ଶୁଦ୍ଧତାର ଲୁହାରେ ତିଆରି କରାଯାଇଥିଲା ଏବଂ ଏହାର ଉପରେ ଫସ୍ଫରସ୍ ଯୁକ୍ତ ସୁରକ୍ଷାର ସ୍ତର ସୃଷ୍ଟି କରାଯାଇଛି, ଯାହା ଲୁହାକୁ ଜଙ୍କ୍ ଖାଇବାରୁ ବା କଳଙ୍କି ଧରିବାରୁ ରକ୍ଷା କରୁଛି। ଏହି ଲୁହା ସ୍ତମ୍ଭର ଉଚ୍ଚତା 8 ମିଟର ଅଟେ ଏବଂ ଏହାର ଓଜନ ପ୍ରାୟ 6 ଟନ୍ ବା 6000 କେଜି ଅଟେ।